ଚାରି ଯୁଗରେ ଦେବତା ଆଉ ରାକ୍ଷସ କେଉଁଠି ରହୁଥିଲେ ତା ଉପରେ ଗୋଟେ ସରଳ ବ୍ୟାଖ୍ୟା। ସତ୍ୟ ଯୁଗରେ ଦେବତା ଓ ରାକ୍ଷସ ଅଲଗା ଅଲଗା ଲୋକରେ ରହୁଥିଲେ, ଅଲଗା ଅଲଗା ପୁରରେ ରହୁଥିଲେ। ତ୍ରେତୟା ଯୁଗରେ ଦେବତା ଓ ରାକ୍ଷସ ଗୋଟିଏ ଲୋକରେ ରହିଲେ। ଦ୍ୱାପର ଯୁଗରେ ଦେବତା ଓ ରାକ୍ଷସ ଗୋଟିଏ ପରିବାର ଭିତରେ ଜନ୍ମ ନେଲେ। ଆଉ କଳି ଯୁଗରେ ଦେବତା ଓ ରାକ୍ଷସ ଗୋଟିଏ ବ୍ୟକ୍ତି ଭିତରେ, ଯେଉଁ ମୁଁ କହୁଛେ ନା ଆମେ, ତା ଭିତରେ ଦେବତା ବି ରହିଲେ, ରାକ୍ଷସ ବି ରହିଲେ। ବର୍ତ୍ତମାନ କଥା ହେଲା ସେ ଦୁଇଟା ଭିତରୁ ଆମେ କେଉଁ ଗୁଣ ବିକାଶ କରିବା, କାହାକୁ ମହତ୍ତ୍ୱ ଦେବା, ସେଇଟା ତ ଆମ ଉପରେ ଡିପେଣ୍ଡ କରେ ନା, ସେଇଟା କର୍ମ ଉପରେ ଡିପେଣ୍ଡ କରେ।